ସାଙ୍ଗମାନେ ଆଜିକାଲିର ପିଲାମାନେ କେମିତି ଜାଣିବେ ଆମେ ଆମର ପିଲାଦିନେ କେଉଁ କେଉଁ କାରଣ ପାଇଁ ମାଡ଼ ଖାଉଥିଲୁ। ମାଡ଼ ଖାଇ କାନ୍ଦିଲେ ମାଡ଼, ବିନା ମାଡ଼ରେ କାନ୍ଦିଲେ ବି ମାଡ଼। ସାଙ୍ଗମାନଙ୍କ ସହ ଖେଳିଲେ ମାଡ଼, ଖେଳିବାକୁ ନ ଯାଇ ଘରେ ବସିଲେ ମାଡ଼। ବଡ଼ମାନେ ବସିଥିବା ଜାଗାରେ ଏପଟ ସେପଟ ହେଲେ ମାଡ଼, ବଡ଼ମାନଙ୍କୁ ଉତ୍ତର ଦେଲେ ମାଡ଼। ବଡ଼ମାନଙ୍କ କଥାର ଉତ୍ତର ନ ଦେଲେ ବି ମାଡ଼। ଯଦି ବହୁତ ଦିନ ପର୍ଯ୍ୟନ୍ତ ମାଡ଼ ନ ଖାଇଛ ତାହେଲେ ବି ମାଡ଼। ଉପଦେଶ ନ ଶୁଣିଲେ ମାଡ଼, ଅତିଥିମାନଙ୍କୁ ପ୍ରଣାମ ନ କଲେ ବି ମାଡ଼। ଅତିଥିମାନଙ୍କ ପାଇଁ ଥିବା ଖାଦ୍ୟରେ ହାତ ଲଗାଇଲେ ମାଡ଼। ଅତିଥିମାନେ ଯିବା ସମୟରେ ତାଙ୍କ ସହିତ ଯିବା ପାଇଁ ଜିଦ୍ କଲେ ବି ମାଡ଼। ଖାଇବା ପାଇଁ ମନା କଲେ ମାଡ଼, ଅଧିକ ଖାଇଦେଲେ ବି ମାଡ଼। ଘରକୁ ଫେରିବା ଡେରି ହେଲେ ମାଡ଼, ପଡ଼ିଶା ଘରେ ଖାଇଲେ ବି ମାଡ଼। କୌଣସି କଥା ପାଇଁ ଜିଦି କଲେ ମାଡ଼, କୌଣସି କଥା ପାଇଁ ଅଧିକ ଉତ୍ସାହିତ ହେଲେ ବି ମାଡ଼। ନିଜ ସାଙ୍ଗମାନଙ୍କ ସହ ଲଢ଼ିଲେ ମାଡ଼, ସେମାନଙ୍କ ସହ ଲଢ଼ି ଘରକୁ କାନ୍ଦି କାନ୍ଦି ଆସିଲେ ବି ମାଡ଼। ଧୀରେ ଧୀରେ ଖାଇଲେ ମାଡ଼, ଶୀଘ୍ର ଶୀଘ୍ର ଖାଇଲେ ବି ମାଡ଼। ଡେରି ପର୍ଯ୍ୟନ୍ତ ଶୋଇଲେ ମାଡ଼, ଅତିଥିମାନେ ଖାଇଲା ସମୟରେ ତାଙ୍କୁ ଚାହିଁଲେ ବି ମାଡ଼। ଡେଇଁ ଡେଇଁ ଚାଲିଲେ ମାଡ଼, ବଡ଼ମାନଙ୍କୁ ଆଖି ଟେକି ଅନେଇଲେ ବି ମାଡ଼। ବଡ଼ମାନଙ୍କୁ ନ ଅନେଇଲେ ବି ମାଡ଼। ଆଉ ବଡ଼ମାନଙ୍କ ସହ କଥା ହେବା ସମୟରେ ଏପଟ ସେପଟ ଚାହିଁଲେ ବି ମାଡ଼। ଅତିଥିମାନେ ଯିବା ସମୟରେ ତାଙ୍କଠାରୁ ପଇସା ନେଲେ ମାଡ଼, କାନ୍ଦୁଥିବା ପିଲାଙ୍କୁ ଦେଖି ହସିଦେଲେ ବି ମାଡ଼। ଏମିତି ଆହୁରି କେତେ କ'ଣ ସାଙ୍ଗମାନେ ଆପଣଙ୍କର ବି ଆଜି ଏହି ପିଲାଦିନ କଥାଗୁଡ଼ିକ ସବୁ ମନେ ଅଛି ତ? ଏହି ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲନ୍ତୁ ନାହିଁ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରନ୍ତୁ। କିଛି ଗୁରୁତ୍ୱପୂର୍ଣ୍ଣ କଥା ଆସନ୍ତୁ ଜାଣିବା। 3ଟି ଜିନିଷ ଧ୍ୟାନରେ ରଖିଲେ ଉନ୍ନତି ହୁଏ: ଈଶ୍ୱର, ପରିଶ୍ରମ ଓ ବିଦ୍ୟା। 3ଟି ଜିନିଷକୁ କେବେ ଛୋଟ ଭାବନ୍ତୁ ନାହିଁ: ରୋଗ, ଶତ୍ରୁ ଓ କରଜ। ଏହି 3ଟି ଜିନିଷକୁ ସବୁବେଳେ ନିଜ ଅଧୀନରେ ରଖ: ମନ, କାମ ଓ ଲୋଭ। 3ଟି ଜିନିଷ ଥରୁଟିଏ ଚାଲିଗଲେ ଆଉ ଫେରେ ନାହିଁ: ଧନୁରୁ ବାଣ, ମୁଖରୁ ବାଣୀ ଆଉ ଶରୀରରୁ ପ୍ରାଣ। ଏହି 3ଟି ଜିନିଷ ଆପଣଙ୍କୁ ଦୁର୍ବଳ କରିଦିଏ: ଖରାପ ଗୁଣ, ଅହଙ୍କାର ଓ କ୍ରୋଧ। 3ଟି ଜିନିଷକୁ ଆପଣଙ୍କ ପାଖରୁ କେହି ଚୋରି କରିପାରିବେ ନାହିଁ: ଜ୍ଞାନ, ଚରିତ୍ର ଓ ଦକ୍ଷତା। 3 ଜଣଙ୍କୁ ବିପଦ ସମୟରେ ଚିହ୍ନି ହୁଏ: ସ୍ତ୍ରୀ, ଭାଇ ଓ ବନ୍ଧୁ। 3 ଜଣଙ୍କ ଉପରେ ସବୁବେଳେ ଦୟା କର: ଶିଶୁ, ପାଗଳ ଓ ଭୋକିଲା ଲୋକ। 3ଟି ଜିନିଷକୁ କେବେ ଭୁଲନ୍ତୁ ନାହିଁ: ସାହାଯ୍ୟ, କର୍ମ ଓ ମନ। ଆଉ 3ଟି ଜିନିଷକୁ ସବୁବେଳେ ମନେ ରଖିବା ଉଚିତ: ସତ୍ୟ, କର୍ତ୍ତବ୍ୟ ଓ ମୃତ୍ୟୁ। ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟରେ ଆପଣଙ୍କର ମୂଲ୍ୟବାନ ମତାମତ ନିଶ୍ଚୟ ଜଣାଇବେ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ।